ତେବେ ଏଇସବୁ ମାନେ କଳ୍ପନା ଭିତରେ ଆମେ ଅଛେ, ବିନା କଳ୍ପନାରେ ତ କିଛି ହେଇପାରିବନି ନା। କଳ୍ପନାଟା ସୂକ୍ଷ୍ମ ରୂପ, ସ୍ଥୂଳ ରୂପ ସେଇଟା ପ୍ରକଟ ହେବ କିଛି ଦିନ ପରେ। ଆଗେ କଳ୍ପନାରୁ ସୃଷ୍ଟି ହୁଏ। ଯେମିତି ପୁରୀ ଆଶ୍ରମ ମୁଁ କେତେଥର ଆଟେମ୍ପ ନେଲା ପରେ ସୂକ୍ଷ୍ମ ଭାବରେ ସେଇଟା ସ୍ଥୂଳ ରୂପ ହେବାକୁ ଯାଉଛି। ମାନେ ଫୁଲ ଫୁଟିନି, କଢ଼ ବି ଧରିନି, କଢ଼ ବି ଧରିନି, କଢ଼ ବର୍ତ୍ତମାନ ଅଙ୍କୁରିତ ହେଉଛି। କଢ଼ଟା ଫୁଟିବା ପାଇଁ କାଲି ହୁଏତ କିଛି କଢ଼ ଧରିବ, ଆଉ ପ୍ରସ୍ଫୁଟିତ ହେବ ମଙ୍ଗଳବାର। ସେ ଆଶା ମଧ୍ୟ ସୂକ୍ଷ୍ମର ଭାବନା, ସୂକ୍ଷ୍ମର ସ୍ଥିତି ନେଇକରି କରାଯାଉଛି। ସେମିତି ପ୍ରତ୍ୟେକ ଜିନିଷ ସୂକ୍ଷ୍ମରୁ ସ୍ଥୂଳ ହେବ। ଆଗେ କଳ୍ପନା ଆସିଲେ ତାପରେ ତାର ସ୍ଥୂଳ ରୂପ ନେବ। ଜଣେ ଜଣେ ଯଦି ସତ୍ସଙ୍ଗ ଜଣେ କରିପାରିଲା ନିଜ ଘରେ, କୌଣସି ଫଙ୍କସନରେ, ବିବାହ ବ୍ରତ କି ଶୁଦ୍ଧିକ୍ରିୟା କି କୌଣସି ମାଙ୍ଗଳିକ କାମ, ଘର ପ୍ରତିଷ୍ଠାଠୁ ଆରମ୍ଭ କରି ଯେକୌଣସି କାମରେ କରିପାରିଲା, ସେଇଟା ବହୁତ ଶୁଭଙ୍କରୀ ହେବ। ମୁଁ 2 ଥର ସତ୍ସଙ୍ଗ କରିଛି। ଆମ ଘରେ ପୁଅର ଜନ୍ମ ଉତ୍ସବରେ ପ୍ରଥମ ବର୍ଷ ପାଇଁ କରିଥିଲି। ତାପରେ ତ ସତ୍ସଙ୍ଗ ଆରମ୍ଭ ହେଲା। ତାପରେ ସତ୍ସଙ୍ଗ ଆରମ୍ଭ ହେବାରୁ ମୁଁ ଆଉ ସମୟ ମିଳିଲାନି, ଆମେ ଏଇଥିରେ ରହିଗଲୁ। ବଡ଼ ସତ୍ସଙ୍ଗ ହେଲା ଆଶ୍ରମ ପାଇଁ, ତେଣୁ ସମୟ ହେଲାନି। ନହେଲେ 16 ବର୍ଷ ଯାକେ ମୋର କଳ୍ପନା ଥିଲା ବି କରିବା ପାଇଁ ପୁଅର, କିନ୍ତୁ ଏଥିରେ ତ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଗଲା, ଆଉ ସେଇଟା କରିବା ପାଇଁ ସକ୍ଷମ ହେଇପାରିଲେନି। ଯାହା ହଉ, ମୋର କହିବାର ଏତିକି, ଯିଏ ଯୋଉଠି ଯୋଉ କାମ କରୁଛନ୍ତି, ସେ ମେଲୋଡି ଡ୍ୟାନ୍ସ ଆଉ ପାଲା ବା କୀର୍ତ୍ତନିଆ ଏଗୁଡ଼ା ଅପେକ୍ଷା ସତ୍ସଙ୍ଗ ଯଦି ଜଣେ କରିପାରିବ, ତାର ମହତ୍ଵ ବହୁତ ଉଚ୍ଚରେ। ସତପୁରୁଷ ଉଦ୍ଧାର ହେଇଯିବ। ସାତପୁରୁଷ ଏତିକି ଜ୍ଞାନରେ ଥାଉ ତୁମ ଭିତରେ। ଆଉ ପରମ ସୌଭାଗ୍ୟ ଯିଏ ସତ୍ସଙ୍ଗ ଆୟୋଜନ କରେ, ତାଠୁ ଭାଗ୍ୟବାନ ବ୍ୟକ୍ତି କେହି ନାହାନ୍ତି ଯିଏ ସତ୍ସଙ୍ଗ ଆୟୋଜନ କରିବ। ଆଉ ସତ୍ସଙ୍ଗ ଯିଏ କଲା ନିଜ ଭୂମି ଉପରେ, ସେ ଭୂମି ତ ପବିତ୍ର ହେଇଯିବ। କେତେ ଜନ୍ମର ଭୂମିର ଯଦି ଅସୁବିଧା ଥାଏ, ସେ ସେଠି ନଷ୍ଟ ହେଇଯିବ। ଏ ତ ସତ୍ସଙ୍ଗ ଉପରେ ଥିଲା। କ'ଣ କହିବା, ଆଉ ତ ସମୟ କମ୍ ଅଛି, 10-20 ମିନିଟ୍ କି ଆଉ ଅଧଘଣ୍ଟା ପାଖାପାଖି ଆମେ କହିପାରିବା। କୁହନ୍ତୁ କୋଉ ବିଷୟରେ କହିବା? ହଁ, ପ୍ରଣାମ। ହଁ, କୁହନ୍ତୁ। କାଲି ଟପିକ ରଖିଥିଲେ ନା, ସେ ଆପଣ ନିଜ ଭିତରେ ସେ କମ ସମୟ ହଉ ପଛେ ଯୋଉ କେନ୍ଦ୍ରକୁ ଆସ ବୋଲି, ସେଇଟା ଆପଣ କୁହନ୍ତୁ, ଶେଷ କରିଦିଅନ୍ତୁ। କମ ସମୟ ଅଛି, କମ ଇଏ ଆକାରରେ କି ଭଲ ଲାଗୁଛି। ହଉ, ମତାମତ ପାଇଁ ଧନ୍ୟବାଦ। ତୁମର ମତାମତ ରହିଲା। ଏଇଟା ଯେଉଁ ଟପିକ୍ କହିଲେ, ସେଇଟା ଟିକେ ଗଭୀରତା ଦରକାର। ଭାବନାର ଗଭୀରତା ନ ଆଇଲେ ସେ ଟପିକ୍ କହିହେବନି। ପୁଣି କାଲି ମାଇଣ୍ଡ ସେଟ୍ ଥିଲା, ଆଜି ତ ଏଇ ଯେଉଁ ସତ୍ସଙ୍ଗ ଆଡ଼କୁ ମନଟା ପଳେଇ ଯାଇଛି, ତେଣୁ ସେ ଦେଖିବା, ତାକୁ ଆଉ ଗୋଟେ ସତ୍ସଙ୍ଗ କରିବା ଭଲ ଭାବରେ, ବୁଝିଲେ? ସେଇଟା ଏଇନା ନାହିଁ, ସେ ଆଡ଼କୁ କାହିଁକି ଯାଉନି, ରଖିବା। ତେବେ ମୁଁ ଏଇ ଯେଉଁ ସତ୍ସଙ୍ଗ କଥା କହୁଥିଲି, ସତ୍ସଙ୍ଗ ଉପରେ ନହେଲେ କହୁଛି କିଛି।
ସତ୍ସଙ୍ଗର ଆୟୋଜନର ସଫଳତା ଆୟୋଜନ କଲେ କ'ଣ ହୁଏ ମୁଁ ତ କିଛି ଅନୁସାରେ କହିଲି। ଆଉ ସତ୍ସଙ୍ଗରେ ଆଟେଣ୍ଡ କଲେ କ'ଣ ହେବ? ସତ୍ସଙ୍ଗରେ ଯଦି ଭାଗ ନିଆଯାଏ କ'ଣ ହେଇପାରିବ? ଗୋଟେ ଛୋଟ ଗପରୁ ଆରମ୍ଭ କରିବା। ଅତି ଛୋଟ ଗପ। ଜଣେ ବିଖ୍ୟାତ ଚୋର ଥିଲା। ବିଖ୍ୟାତ ଚୋର। ଆଉ ବିଖ୍ୟାତ ଚୋରର ଗୋଟେ ମାନେ ପୁତ୍ର ସନ୍ତାନ ଥିଲା। ଚୋରଟି ଚୋରି ଶିକ୍ଷା ଭଲରେ ଜାଣିଥିଲା ଆଉ ବୁଦ୍ଧି ପ୍ରୟୋଗ କରିକି ଚୋରି କରୁଥିଲା। ସେ ମଲା ପୂର୍ବରୁ ତା ପୁଅକୁ ଶିକ୍ଷା ଦେଇଗଲା। କ'ଣ ଶିକ୍ଷା ଦେଇଥିବ ଅନୁଭବ କରନ୍ତୁ? ଚୋରି କରିବୁନୁ? ନା, ତା ନୁହେଁ। ସେ କହିଲେ ବାପାରେ ଚୋରି କରିବୁ, ଯଦି ଧରା ପଡ଼ିଲୁ ଜମା ମାନିବୁନି। ଗୋଟେ ପଏଣ୍ଟ ଦେଇଥିଲା, ଜମା ମାନିବୁନି। ଆଉ ଯଦି କୋଉଠି ପାନ୍ଥଶାଳା ଅଛି ତା ଭିତରକୁ ଯିବୁନି। এই ଦୁଇଟି କଥା କହିକିରି ସେ ଶେଷ ନିଶ୍ୱାସ ତ୍ୟାଗ କଲା। ପୁଅକୁ ଶିକ୍ଷା ଦେଇଦେଲା। ପୁଅ ତାପରେ ତ ଚୋରି ତ ଆଗରୁ କରୁଥିଲା, ପୁଣି ଚୋରି କଲା। ଚୋରି କଲା ବେଳେ ଲୋକମାନେ ଦେଖିଲେ, ଥରେ ଦେଖିଲା ପରେ ଇଏ ସେଠୁ ଜାଣିପାରିଲା ମୋତେ ଲୋକ ଫଲୋ କରୁଛନ୍ତି, ଦୌଡ଼ୁଛନ୍ତି ମୋତେ ଧରିବା ପାଇଁ। ସେ ଖୁବ୍ ଜୋର ଦୌଡ଼ିଲା। ବାପାଙ୍କ କଥା ମନେ ପଡ଼ିଲା। ଆଗରେ ଦେଖିଲା ଗୋଟା ପାନ୍ଥଶାଳା ଅଛି। ସେଠୁ ସିଏ ମନେ ପଡ଼ିଗଲା, କହିଲା ବାପା ତ ମନା କରିଛନ୍ତି ତା ଭିତରକୁ ଯିବୁନୁ। ସେ ଆଉ ଗଲାନି। ତା ଆଗରେ ଦେଖିଲା ଗୋଟେ ସତ୍ସଙ୍ଗ ହେଉଛି ଗୋଟେ ଜାଗାରେ। ଲୋକମାନେ ପଛରେ ଫଲୋ କରୁଛନ୍ତି, ଦୌଡ଼ୁଛି, ଇଏ ଯାଇ ଦୌଡ଼ୁଛି। ସେଠୁ ଯାଇକି ଛପିଗଲା ଗୋଟେ ସତ୍ସଙ୍ଗ ଭିତରେ। ଲୋକ ସବୁ ଗ୍ୟାଦରିଂ ଅଛନ୍ତି। ସେ ବସିଗଲା ଭିତରେ ତ ଶୁଣିବ, ଯେଉଁ ସତ୍ସଙ୍ଗ ହେଉଛି ତା କାନରେ ବାଜିବ କି ନାହିଁ? କାନରେ ବାଜିଲା। ସେ ଯେଉଁ ସନ୍ଥ ଜଣକ ବା ପ୍ରବଚକ ଜଣକ କହୁଛନ୍ତି ଈଶ୍ୱରଙ୍କର ଯଦି ଆସନ୍ତି, ଈଶ୍ୱର ଯଦି ଆସନ୍ତି ମାନେ ପୃଥିବୀ ପୃଷ୍ଠକୁ, ତାଙ୍କର ଛାଇ ନଥାଏ, ଛାଇ ପଡ଼େନି। କିନ୍ତୁ ଏ ତ ଦେଖିବେ ଆମର କେଇ ଜଣ କହୁଛନ୍ତି ଯେ ଗରୁଡ଼ ସ୍ତମ୍ଭର ଛାଇ ନାହିଁ। ପୁରୀ ଗଲେ ଦେଖିବେ ଛାଇ ଅଛି କି ନାହିଁ। ଗରୁଡ଼ ସ୍ତମ୍ଭର ଛାଇ ନାହିଁ। ଯାହା ହଉ, ଈଶ୍ୱରଙ୍କର ଛାଇ ନାହିଁ। ସେଇ ପ୍ରବଚକ ଜଣକ ସେଇ ସମୟରେ କହୁଥିଲା, ଇଏ ଯେଉଁ ଗୋଟେ ମିନିଟ୍ ସେଠି ବସିଲା, ସେ ଗୋଟେ ମିନିଟ୍ର ଶବ୍ଦ, ପ୍ରବଚନର ଶବ୍ଦ ତାଠି ବାଜିଲା ପରେ ସେଠୁ ଏମାନେ ତ ଦୌଡ଼ୁଛନ୍ତି ତାକୁ ଧରିବା ପାଇଁ। ଚୋରକୁ ଯାଇ ଧରି ପକେଇଲେ। ତା ଭିତରେ ତାକୁ ନେଇଗଲେ। ନେଇକି ରାଜାଙ୍କ କତିରେ ପହଞ୍ଚେଇଦେଲେ। କହିଲେ ଆଜ୍ଞା, ଇଏ ମସ୍ତ ବଡ଼ ଚୋର, ଇଏ ଚୋରି କରୁଥିଲା ଆମ ନଗରରେ। ରାଜା ତାଙ୍କୁ ଜେଲରେ ପୁରେଇ ଦେଲେ। ବିଚାର ହବ ପରବର୍ତ୍ତୀ ଷ୍ଟେଜରେ। ବାପା କହିଛନ୍ତି ତ ମାନିବୁନି ଜମା। ବୁଝିଲେ? ବାପାଙ୍କ କଥା ମନେ ପଡ଼ିଲା। ଜେଲରେ ପଶିଲା ପରେ ବାପାଙ୍କ କଥା ମନେ ପଡ଼ିଲା। ଯେତେ ରାଜା ପଚାରିଲେ ମାନିଲାନି, କାହିଁକିନା ବାପା କହିଛନ୍ତି ମାନିବୁନି। ଜେଲରେ ସେଠୁ ସିବିଆଇ ଲଗେଇ ଦିଆଗଲା। ରାଜା ସିବିଆଇ ଲଗେଇଦେଲେ ଯେ ଇଏ ମାନିବ କେମିତି ପ୍ରକୃତରେ ଚୋରି କରିଛି କି ନାହିଁ, ନହେଲେ ଦଣ୍ଡ କେମିତି ହବ? ସେ ତ ମାନୁନି ନା। ସେଠୁ ସିବିଆଇ ପ୍ଲାନ୍ କଲେ, କହିଲେ କେମିତି ଆକୁ ଧରିବା। ଗୋଟେ ଦୀପ ଜଳୁଛି ଜେଲ ଭିତରେ।
ଦୀପ ଶିଖା ରଖିଦେଲେ, ମିଞ୍ଜି ମିଞ୍ଜି ଆଲୁଅ, ମାନେ ଗୋଟେ ସ୍ପଷ୍ଟ ମଣିଷ ଦେଖା ହବନି। ଦୀପରେ ଅତି କ୍ଷୀଣ ଲାଇଟ୍। ରାତି ଅଧ ହେଇଛି, ଜଣକୁ ତା ଭିତରକୁ ଛାଡ଼ି ଦିଆଗଲା। ଗୋଟେ ସ୍ତ୍ରୀ ରୂପରେ ସ୍ତ୍ରୀ ଗୋଟେ ରୂପ କରିଦେଲେ, ଠାକୁରାଣୀ ରୂପ, ଈଶ୍ୱରଙ୍କ ରୂପ, ଦେବତାଙ୍କ ରୂପ କରି ଶାଢ଼ୀ ପିନ୍ଧେ, ଭଲ ଭାବରେ ଗୋଟେ ଧଳା ଶାଢ଼ୀ ପିନ୍ଧିଦେଲେ, ମୁକୁଟ ଲଗେଇଦେଲେ, ଯେଉଁ ପେଣ୍ଟିଂ କରନ୍ତି ଆମର ନାଟକରେ, ସେମିତି କରି ତାଙ୍କୁ ଗୋଟେ ଈଶ୍ୱର ରୂପ ଦେଇ ଖଡ଼୍ଗ ଆଉ ସବୁ ଧରେଇ ଦେଇକି ତା ଭିତରେ ଛାଡ଼ିଦେଲେ ଜେଲ ଭିତରକୁ। ଜେଲର କବାଟ ଖୋଲିଗଲା, ଶବ୍ଦ ହେଲା, ଜେଲରେ ଯେଉଁ ଚୋର ଅଛି ଉଠି ପଡ଼ିଲା। ସେଠୁ ଇଏ ଭୟଙ୍କର ରୂପରେ ଗୋଟେ ଈଶ୍ୱରର ନାଟକ କରିକିରି ସେଠି ପହଞ୍ଚିଗଲା ଯେ ମୁଁ ଦେବୀ ଆସିଛି ତୋତେ ଉଦ୍ଧାର କରିବା ପାଇଁ। ସେ ଚୋରକୁ କହିଲା। ସେଠୁ ସିଏ ଆଖି ଛଳ ଛଳ ହେଇଗଲା, ଯାହା ହଉ ମୋତେ ଗୋଟେ କିଏ ଆସିଛନ୍ତି ନେବା ପାଇଁ, ଉଦ୍ଧାର କରି। ସିଏ କିନ୍ତୁ କହିଲେ ଇଏ ମାୟାରେ ଯାଇଛି, ତାକୁ ପଠେଇ ଦିଆଯାଇଥିଲା, CBI ମାନେ ପଠେଇଥିଲେ ରୋଲ୍ କରିବୁ, ତା କତରୁ କିନ୍ତୁ କଥା ଆଦାୟ କରି ଚୋରି କରିଛି କି ନାହିଁ। ସେଠୁ ଇଏ କହିଲା ବାପାରେ ମୁଁ ତୋତେ ଉଦ୍ଧାର କରିବାକୁ ଆସିଛି, ତୁ କିନ୍ତୁ ସତ କଥା କହିବାକୁ ପଡ଼ିବ। ସତ କହିଲେ ମୁଁ ତୋତେ ଉଦ୍ଧାର କରିଦେବି। ମୁଁ ଆସିଛି ଦେବତା, ମୁଁ ସ୍ୱର୍ଗରୁ ଆସିଛି, ତୋତେ ଉଦ୍ଧାର କରି ନେଇଯିବି। ସେଠୁ ଚୋର ବିଚାର କଲା, ତାର ତ ବୁଦ୍ଧି ପ୍ରଖର ନା, ମନେ ପକେଇଲା ବାପା କ'ଣ କହିଛନ୍ତି। ଆଉ ସତ୍ସଙ୍ଗରେ ଯେଉଁ ବସିଥିଲା, ହଠାତ୍ ତାର କାହିଁ ମନେ ପଡ଼ିଗଲା ଯେ ଯେଉଁ ସନ୍ଥ କହୁଥିଲେ ଯେ ଦେବତାମାନଙ୍କର ଛାଇ ପଡ଼େନି, କିନ୍ତୁ ଦେଖିଲା ଆର ତ ଛାଇ ପଡ଼ୁଛି କ'ଣ, ଏଇ ଯେଉଁ ଆସିଛି ସ୍ତ୍ରୀ ଲୋକଟା ଛାଇ ପଡ଼ୁଛି। ସେଠୁ ସେ ହଠାତ୍ ଭାବି ନେଇଗଲା ଇଏ ବୋଧେ ମିଛି ମିଛିକା ଆଇଛି, ଇଏ ଈଶ୍ୱର ନୁହେଁ ବା ଦେବୀ ନୁହେଁ। ଦେବୀର ଛାଇ କାହିଁକି ପଡ଼ିଲା? ମୁଁ ତ ସତ୍ସଙ୍ଗରେ ଶୁଣିଥିଲି ନା ଛାଇ ପଡ଼େନି। ତେଣୁ ଯେତେ ଇଏ ପଚାରିଲା ଦେବୀ ରୂପରେ ଯେ ତୁ ସତ କହ, ସିଏ ଆଉ ମାନିଲାନି। କହିଲା ନାଇଁ ମୁଁ ତ ଚୋରି କରିନି, କେମିତି କହିବି ଚୋରି କରିଛି ବୋଲି। ତେଣୁ ଅନ୍ୟମାନେ ଯେଉଁ ଛକିକି ଥିଲେ ଦେବାଲ ବାହାରେ ଦେଖୁଥିଲେ ପ୍ରକୃତରେ କ'ଣ କହୁଛି, ସେମାନେ ଜାଣିଲେ ପ୍ରକୃତରେ ସତ କହୁଛି। ରାଜାଙ୍କ ପାଖରେ କହିଲେ ଈଶ୍ୱରଙ୍କୁ ଆମେ ପଠେଇଥିଲୁ, ସେ କିନ୍ତୁ ମାନିଲାନି ବା ସତ କହିଲା। ସେ ଚୋରି କରିଥିଲେ ତ ଭୟରେ କହିପାରିଥାନ୍ତା ଈଶ୍ୱରଙ୍କ ପାଇଁ, ତେଣୁ ତାକୁ ମୁକ୍ତ ହେଇଗଲା। ଏଠି ମୁକ୍ତ ହେବାର କାରଣ କ'ଣ? ରାଜା ଛାଡ଼ିଦେଲେ। ଏଠି କାରଣ କ'ଣ ଥିଲା ନା, ଯେହେତୁ ସେ ସତ୍ସଙ୍ଗରେ ବସିଥିଲା ଗୋଟିଏ ମିନିଟ୍ ମାତ୍ର, ସେଇ ଗୋଟିଏ ମିନିଟ୍ର ସତ୍ସଙ୍ଗ ତାକୁ ମୁକ୍ତ କରିଦେଲା। କେବଳ ଗୋଟିଏ ଶବ୍ଦ ଶୁଣିଥିଲା, ଈଶ୍ୱରଙ୍କ ଛାଇ ପଡ଼େନି। ଦେଖନ୍ତୁ କେତେ ମହତ୍ୱପୂର୍ଣ୍ଣ ଜିନିଷ। ଆଉ ସତ୍ସଙ୍ଗ ଗୋଟେ ଏଭଳି ଜିନିଷ, ଗୋଟେ ଖରାପ ଲୋକକୁ ଭଲ ବାଟକୁ ନେଇଯିବାର ଗୋଟେ ସ୍ଥାନ। ସତ୍ସଙ୍ଗ ଏଭଳି ଗୋଟେ ସ୍ଥାନ ଯିଏକି ଖରାପ ଲୋକକୁ ଭଲ ଲୋକରେ ପରିଣତ କରିଦେବ। କାରଣ ଆମେ ଜ୍ଞାନ କେଉଁଠି ମିଳିବ ଆମକୁ? ଜ୍ଞାନଟା କେଉଁଠି ମିଳିବ ଆମକୁ? ସତ୍ସଙ୍ଗରେ ମିଳିବ। ମୁଁ କହିଥିଲି ସେଦିନ ଥରେ ଯେ ହଜାର ଭଲ ଲୋକଙ୍କ ସହିତ ମିଶିବା ଅପେକ୍ଷା ଗୋଟିଏ ସତ୍ସଙ୍ଗ ମୂଲ୍ୟବାନ। ହଜାରେ ଭଲ ଲୋକଙ୍କ ସହିତ ମିଶିବା ଅପେକ୍ଷା ଗୋଟିଏ ସତ୍ସଙ୍ଗ ତାଠାରୁ ମୂଲ୍ୟବାନ।
ସତ୍ସଙ୍ଗ ଠାରୁ ମୂଲ୍ୟବାନ ଜିନିଷ ତୁମ ଜୀବନରେ କିଛି ନାହିଁ। ତୁମେ ଥିଏଟର ଯାଅ, ସିନେମା ଯାଅ, ନାଚ ଗୀତ, ଯଜ୍ଞ, ପାଲା, ମେଲଣ, ମାର୍କେଟ, ଯେତେ ସବୁ ଭିଜିବୁଲ ଜିନିଷ ଅଛି ତୁମକୁ ଆନନ୍ଦ ପ୍ରଦାନ କରୁଛି, ତା ଅପେକ୍ଷା ସତ୍ସଙ୍ଗର ଏତେ ଶକ୍ତି ଅଛି, ଏତେ ଶକ୍ତି, ତାକୁ କେବେ କଳ୍ପନା ବି ତୁମେ କରିପାରିବନି। ସତ୍ସଙ୍ଗ ଯିଏ କିଛି ଶୁଣୁ ନ ବୁଝୁ ନ ଜାଣୁ କିଛି, ସତ୍ସଙ୍ଗରେ ଖାଲି ବସିବ, ସତ୍ସଙ୍ଗରେ ବସିବ, ସେ ଜାଣିପାରିବନି ତାର କ'ଣ ଉନ୍ନତି ହଉଛି। ମୋ ଦେହ ଖରାପ ଥିଲା, ମୁଁ ପ୍ରଥମେ ପଶିଥିଲି ମୁନି ସମାଜରେ। ସେତେବେଳେ ଭୁବନେଶ୍ୱରରେ ହେଉଥିଲା, କସ୍ତୁରବା ହାଇସ୍କୁଲରେ ହେଉଥିଲା ସତ୍ସଙ୍ଗ, ମହାଧିବେଶନ ହେଉଥିଲା। ସେଇଟା 96 ଡିସେମ୍ବର। ମୁଁ ଆଡମିସନ ନେଇଥିଲି 96 ଜୁଲାଇ 14। ମୁଁ 96 ଜୁଲାଇରେ ଆଡମିସନ ନେଇଥିଲି ମୁନି ସମାଜରେ। ସତ୍ସଙ୍ଗ ହେଲା ଡିସେମ୍ବର, ସେଇ ବର୍ଷ ଡିସେମ୍ବର ମାସରେ, ଡିସେମ୍ବର 26 ବୋଧେ, 25, 26, 27 ହେଉଥିଲା। ମୁନି ସମାଜ ସ୍ଥାପନ ଦିବସ ଉପଲକ୍ଷେ ମହାଧିବେଶନ ହୁଏ। ମୁଁ ପ୍ରଥମେ କିଛି ଜାଣିନଥିଲି, ଆସିଥିଲି ସତ୍ସଙ୍ଗକୁ, ଅନୁଭବ କରିପାରିନଥିଲି କ'ଣ କ'ଣ ହେଉଛି। କିନ୍ତୁ ତାପରେ ତେବେ କସ୍ତୁରବା ହାଇସ୍କୁଲରେ ଯେଉଁ ମହାଧିବେଶନ ହେଉଥିଲା, ସେଇଠୁ ସେଣ୍ଟର ଓଡ଼ିଶା ଏକାଠି ଥିଲେ। ତାପରେ ଆଉ ସେଣ୍ଟର ଆଉ ଷ୍ଟେଟ୍ କେଉଁଠି ବସିନାହାନ୍ତି ଏପର୍ଯ୍ୟନ୍ତ। ସେଇଠୁ ମହାଧିବେଶନ ରଦ୍ଦ ହେଇଗଲା। ଓଡ଼ିଶା ତାର ନିଜସ୍ୱ ଭାବରେ କହିଲା ଏଇଟା ମହାଧିବେଶନ ମୁଁ କରୁଛି, ସେଣ୍ଟର ବି ତାର ମହାଧିବେଶନ କରିଚାଲିଛି, କିନ୍ତୁ ଏକାଠି କେଉଁଠି ହେଇନାହାନ୍ତି। ସେଇଠି ଲାଷ୍ଟ ଥିଲା 96, ଯେଉଁଠି ଏକାଠି ଥିଲେ। ତେଣୁ ମୁଁ ଅନୁଭବ କରିଥିଲି, ଯେତିକି କହୁଛି, ସେଦିନ ଆସିଥିଲି ନୂଆ ନୂଆ, ଆମେ ତ ଜାଣିନଥିଲୁ ମୁନି ସମାଜ କ'ଣ ହେଇପାରେ ସତ୍ସଙ୍ଗ। ତେଣୁ ଏତିକି ମୋତେ ୟୁରିନ୍ ବନ୍ଦ ହେଇଥିଲା, ମୁଁ ଆସିଥିଲି, ଆ ଭିତରେ ପ୍ରବେଶ କରିଥିଲି। ସେତେବେଳକୁ ଜୁଲାଇରେ ପଶିଲେ, ଡିସେମ୍ବର ହେଲାଣି 6 ମାସ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବର, 6 ମାସ। 6 ମାସରେ କିଛି ରେଜଲ୍ଟ ମୋତେ ମିଳିନଥିଲା, ବୁଝିଲେ। ମୁଁ ଭଲ ହେଇନଥିଲି, ସୁସ୍ଥ ନଥିଲି। ତାପରେ ମୁଁ ଅନୁଭବ କଲି ସତ୍ସଙ୍ଗ ପରେ ଯେ କିଛି ସୂଚନା ମୋତେ ମିଳିଲା। ଯେଉଁ ପରିସ୍ରାଟା ବନ୍ଦ ହେଇଯାଉଥିଲା ବାରମ୍ବାର, ସେ ଆଉ ହେଲାନି, ବନ୍ଦ ହେଲାନି। ଏତିକି ମୁଁ ଅନୁଭବ କରିଛି। ତାକୁ ଯେତେବେଳେ ବିଶ୍ଳେଷଣ କଲି, ଗୋଟେ ବର୍ଷ ଭିତରେ, ମୁଁ ତ ଗୋଟେ ବର୍ଷ ଲାଗିଗଲା ଭଲ ହେବା ପାଇଁ। ତେଣୁ ତାପରେ କାଲକୁଲେସନ କଲି କିଛି ବର୍ଷ ପରେ ଯେ ସତ୍ସଙ୍ଗର ମହତ୍ଵଟା କ'ଣ। ମୋତେ ସେଠି ସୂଚନା ମିଳିଥିଲା ଯେ ସତ୍ସଙ୍ଗ କଲେ କ'ଣ ବି ଲାଭ ହେଇପାରିବ। ଏକ ଅନୁଭୂତି। ଦ୍ୱିତୀୟ ଅନୁଭୂତି ହେଉଛି, ମୁଁ କଳ୍ପନା ରଖିଥିଲି ଯେ 16 ବର୍ଷ ପର୍ଯ୍ୟନ୍ତ ଆମ ପୁଅ ଯେଉଁ ଜନ୍ମ ନେଲା,
ତାର ବି ବାର୍ଷିକ ଉତ୍ସବରେ ସତ୍ସଙ୍ଗ ସବୁ କରିବା ପାଇଁ ଗୋଟେ ଥର କରିଛି। ତାପରେ ଆଶ୍ରମ ଆରମ୍ଭ ହେଲା। ଆଶ୍ରମରେ ମୁଁ ଯେଉଁ ଅଧିକ ପଇସା ଖର୍ଚ୍ଚ ହେଲା ବହୁତ ହାତରୁ ଦେବାକୁ ପଡ଼ିଛି। ଆଜି ପର୍ଯ୍ୟନ୍ତ ମଧ୍ୟ ରିଟର୍ଣ୍ଣ ହେଇନି, 4 ଲକ୍ଷ ପାଖାପାଖି। ସେଥିପାଇଁ ଆଉ ପୁଅର ଜନ୍ମ ଉତ୍ସବ କଲିନି। ପୁଣି ନେକ୍ସଟ କଲି 16 ବର୍ଷ ପରେ। ସେଇଟା ସମସ୍ତେ ଆସିଥିଲେ, ପ୍ରାୟ 1600-1700 ଲୋକଙ୍କ ପାଇଁ ଆରେଞ୍ଜମେଣ୍ଟ କରାଯାଇଥିଲା। 2000 ଲୋକ ଖାଇବା ପାଇଁ ସବୁ ମୁନି ଆସିଥିଲେ, ବହୁତ ବ୍ରାଞ୍ଚ ଆସିଥିଲେ। ଆମ ସେ ଆଶ୍ରମରେ ସେତେବେଳକୁ କରାଯାଇଥିଲା। ସେ ଗୋଟେ ବଡ଼ ଧରଣ ସତ୍ସଙ୍ଗ କରାଯାଇଥିଲା, ପ୍ରାୟ 1.5 ଲକ୍ଷ ପାଖାପାଖି ଖର୍ଚ୍ଚ ହେଇଥିଲା ସେତେବେଳେ। 2011 କି 12 ହବ, ମନେ ପଡ଼ୁନି। 11 ବୋଧେ କ'ଣ ହବ, 11। ସେଥିରେ ଗୋଟେ ସତ୍ସଙ୍ଗ କରିଥିଲି ନିଜସ୍ୱ, ଆମର ନିଜର ପୁଅ ପାଇଁ 16 ପୂଜାରେ। ସେଥିରେ ବି ବହୁତ କିଛି ଉପଲବ୍ଧି ଆଣି ଦେଇଥିଲା। ଆଉ ପ୍ରତ୍ୟେକ ବର୍ଷ ଯେଉଁ ସତ୍ସଙ୍ଗ ଆମେ କରୁ ତ ବହୁତ ପଇସା ଖର୍ଚ୍ଚ ହୁଏ। 3 ଦିନର ଖାଦ୍ୟପେୟ ଆରେଞ୍ଜମେଣ୍ଟ କରିବା, ସେଇଟା ଯିଏ ଅନୁଭବ କରିଛି, ଯେତିକି ପଇସା ଖର୍ଚ୍ଚ ହୁଏ ସେତିକି ବାଧେନି। ବହୁତ କଷ୍ଟ କରିବାକୁ ପଡ଼େ ସେ ସତ୍ସଙ୍ଗ ପାଇଁ। 2 ମାସ ଆଗରୁ, 1.5 ମାସ ଆଗରୁ ଆମେ ପ୍ରସ୍ତୁତ ହେବାକୁ ପଡ଼ିବ। ଆଉ ଗୋଟେ ଆଶ୍ଚର୍ଯ୍ୟ ଜିନିଷ କ'ଣ କି, ତୁମେ ଯଦି ଗୋଟେ ମହତ୍ଵ କାମ କରୁଥିବ, ସେଇଟା ଅଟୋମେଟିକ୍ ହେଇଯିବ। ତୁମେ ଗୋଟିଏ ସତ୍ସଙ୍ଗ ଯଦି ଆଟେଣ୍ଡ କରିବ ବା ଗୋଟିଏ ସତ୍ସଙ୍ଗ ଯଦି ଆୟୋଜନ କରିବ ନିଜ ଘରେ, ତାଠୁ ମୂଲ୍ୟବାନ ଜିନିଷ କିଛି ନାହିଁ ଜୀବନରେ। ତାପରେ କଣ୍ଟିନ୍ୟୁଅସଲି 10 ବର୍ଷ ସତ୍ସଙ୍ଗ ହେଲା। କେଉଁଠୁ ନା 2006ରୁ 2015 ପର୍ଯ୍ୟନ୍ତ। 2006ରୁ 2015 ମାନେ 10ଟା ସତ୍ସଙ୍ଗ ହେଇଛି ରେଗୁଲାର। ଆଉ ଗୋଟେ ସତ୍ସଙ୍ଗରେ ପ୍ରାୟ 2.5 ଲାଖ ଖର୍ଚ୍ଚ ହେଇଯାଏ। ଦିଅନ୍ତି ଲାଷ୍ଟ ସତ୍ସଙ୍ଗରେ ସମାନ ହେଇଯାଇଥିଲା ଇନକମ୍ ଏବଂ ଏକ୍ସପେଣ୍ଡିଚର। କିନ୍ତୁ ପୂର୍ବରୁ ବହୁତ ଡେଫିସିଟ୍ ହେଇଥିଲା। 50,000 ପାଖାପାଖି ଡେଫିସିଟ୍ ହୁଏ। 50,000 କି 40,000 ଏମିତି ସବୁ ଡେଫିସିଟ୍ ହେଉଥିଲା। ସବୁ ଆମେ କିଛି ତାକୁ ପୂରଣ କରିଛୁ। ଗୋଟେ ମାନସିକ ସ୍ଥିତିରେ ଯଦି ତୁମେ ପ୍ରସ୍ତୁତ ହେବ। ଆଉ ଗୋଟେ ବଡ଼ କଥା ହେଉଛି, ଗୋଟିଏ ସତ୍ସଙ୍ଗରେ ମୁଁ ଆଟେଣ୍ଡ କରିଛି, ମୁଁ କହିଛି କ'ଣ କେବେ ଥରେ, ଜଣେ ଶତ୍ରୁପକ୍ଷ ଥିଲେ, ସେ ଗୋଟେ ଚ୍ୟାଲେଞ୍ଜ କରିଥିଲେ। ମୁଁ ଅନୁଭବ କଲି ଗୋଟେ ବିରାଟ ଉପଲବ୍ଧି ମୋତେ ମିଳିଥିଲା ସେଇଦିନ। ଯେଉଁ ଦିନ ସତ୍ସଙ୍ଗ ମୁଁ ଆଟେଣ୍ଡ କରିଛି, ଗୋଟେ ବରଡ଼ା ଛକ ଅଛି ଆମର ସେଠି। ବରଡ଼ା ଛକ ପାଖରେ ମହିଷରା ବୋଲି ଗୋଟେ ଗାଁ ଅଛି। ସେଠି ସତ୍ସଙ୍ଗ ପାଇଁ ଆମକୁ ଡାକିଥିଲେ। ପ୍ରବଚକ ହିସାବରେ ଆମେ ଯାଇଥିଲୁ। ମୁଁ ସେଇଠି ଶୁଣିଲି, ଯିଏ ଏଠି ଚ୍ୟାଲେଞ୍ଜ କରିଥିଲା ତା ବାପାକୁ ଗୋଟେ ଆକ୍ସିଡେଣ୍ଟ କରିକି ମାରି ଦିଆଗଲା। ସିଏ ଚ୍ୟାଲେଞ୍ଜ କରିଥିଲା ଆସି ଆମ ପାଖରେ। ତାର 15 ଦିନ ଏ ଘଟଣା। ମୋ ମନରେ ରିଆକ୍ସନ୍ ହେଇଥିଲା। ସେ ରିଆକ୍ସନ୍ ଫଳ ଦେଖନ୍ତୁ। ଫଳିଲା କୋଉଦିନ? ଯୋଉଦିନ ମୁଁ ସତ୍ସଙ୍ଗ ଯାଇଛି। ଯୋଉଦିନ ମୁଁ ସତ୍ସଙ୍ଗ ଯାଇଛି ସେଦିନ ଏ କଥା ଫଳିଲା। ତେଣୁ ତୁମେ ଗୋଟେ ବିରାଟ ଉପଲବ୍ଧି ମିଳିବ ତୁମକୁ।
ତୁମ ଶତ୍ରୁପକ୍ଷ ହଉ ବା ତୁମର ଗେନ୍ ପରିସର ଭିତରେ ଯେଉଁଠି ଅସୁବିଧା ଅଛି, ସମାଧାନ ହେଉନି, ସେଇଦିନ ସମାଧାନ ହେବ ଯେଉଁଦିନ ତୁମେ ସତ୍ସଙ୍ଗ ଯାଇଥିବ, ସତ୍ସଙ୍ଗରେ ଆଟେଣ୍ଡ କରିଥିବ ଯେଉଁଦିନ। ଆଉ ଗୋଟେ ସତ୍ସଙ୍ଗରେ ମୋର ବଡ଼ ଉପଲବ୍ଧି ହେଇଥିଲା, ମୁଁ ଯେଉଁଠି ଭଲ ହେଲି ସେଇଟା ହେଉଛି ବାରିପଦା। ମୁଁ ଯାଇଥିଲି, ସେ ସତ୍ସଙ୍ଗ ଆଟେଣ୍ଡ କରିଥିଲି। ସେ ରୁହିଆ ବାବା ଯେଉଁ କହୁଛନ୍ତି, ସେତେବେଳେ ସଭାପତି ଥିଲେ। ମୋତେ ତ ପଠେଇଦେଲେ, କହିଲେ ସେଇଠିକି ଯାଅ, ତୁମେ ସେ ଭଲ ଯୋଗ ଶିକ୍ଷା ଦେଉଛନ୍ତି, ସେଠି ତୁମେ ଭଲ ହେବ। ମୁଁ ସେ ପର୍ଯ୍ୟନ୍ତ ଭଲ ହେଇନଥିଲି, ବର୍ଷେ ହେଇଗଲା। ମୁଁ ଦେଖିଲି, ଯୋଗ ଶିକ୍ଷା ଦେଲି, ମାନେ ଟେଷ୍ଟ ଦେଲି, କିନ୍ତୁ ସେଥିରେ କିଛି ନଥିଲା। ସେ କହିଲେ ନାଇଁ, କିଛି ନାହିଁ, ସବୁ ଠିକ୍ ଅଛି। ମୋର କ'ଣ ଦେଖିଲେ କହିଲେ, ମୁଁ କାହିଁ ଠିକ୍ ଲାଗିଲାନି। କିନ୍ତୁ ମୁଁ ଯେହେତୁ ରହିଥିଲି ସେ ଫାୟାର ଷ୍ଟେସନରେ ବାରିପଦା, ସେ ଅଫିସର ଯିଏ ଥିଲେ, ମେନ୍ ଅଫିସର, ସେ ଆମର ପରିଚିତ, ସେଇଠି ଯାଇଥିଲି। ତାପର ଦିନ ଆସିଲି, ଆଟେଣ୍ଡ କଲି ତାଙ୍କ ସତ୍ସଙ୍ଗ, ବାରିପଦା ରଘୁନାଥପୁର। ସାଇକେଲ ଖଣ୍ଡେ ମିଳିଲା, ସାଇକେଲ ଧରିକିରି ମୁଁ ଆସିଲି। ସେଠି 4 କିଲୋମିଟର ବୋଧେ ହେବ। ସେ ସତ୍ସଙ୍ଗରେ ଆଟେଣ୍ଡ କରିବା ଦ୍ୱାରା ଏତିକି ଉପଲବ୍ଧି ମିଳିଥିଲା। ମୁଁ ସେ ପର୍ଯ୍ୟନ୍ତ ବହି ପଢ଼ିନଥିଲି, ଖଣ୍ଡେ ବି ବହି ପଢ଼ିନଥିଲି। ଗୋଟେ ବହି ବିକ୍ରି ହେଉଥିଲା, ଆତ୍ମବଳ, ମନୋବଳ, ଇଚ୍ଛାଶକ୍ତି ବହି। ମୋତେ କାହିଁ ଇଚ୍ଛା ହେଲା ଏ ବହିଟା ନିଅନ୍ତି କି। ସେ ବହି ଆଣିଲି ସେଇଠୁ, ସେଦିନ କିଣିକିରି। ନୂଆ ନୂଆ ବାହାରିଥିଲା ଓଡ଼ିଆ ବହି, ଆଣିକିରି ନିଶା ଲାଗିଛି ବହି କେମିତି ପଢ଼ିବି। ଘରକୁ ଫେରି ଆସିଲି, ଖୁବ୍ ଶୀଘ୍ର ଫେରି ଆସିଛି, ମନ ଲାଗିଲାନି। ସେ ସତ୍ସଙ୍ଗରେ ମୁଁ ରହିନି, ଖାଲି ଆଟେଣ୍ଡ କଲି, ଦେଖିଲି କ'ଣ ହେଉଛି। ଆଡ଼ମିସନ୍ ସେକ୍ସନ୍ ଚାଲିଥିଲା ତାଙ୍କର, ଖାଲି ଦେଖିଲି, ପଳେଇ ଆସିଲି। କିଛି ଆଲୋଚନା ନଥିଲା ଅବଶ୍ୟ। ବହି ମୂଲ୍ୟବାନ ଭାବିକି ପଳେଇ ଆସିଲି ଧରିକିରି। ଗୋଟେ ନିଶା ଲାଗିଲା, କିଏ ମୋତେ ଚିହ୍ନେଇଥିଲା, ଏ ବହିଟା କିଣିବା ଉଚିତ। କିଏ ଗୋଟେ ଭିତରୁ ମୋତେ କହିଲା, ଏ ବହିଟା କିଣି। ସେ ଖଣ୍ଡିଏ ବହି ଆଣିଛି, ସେ ଖଣ୍ଡିଏ ଆସିଲି ତ ବହି ଖୋଳେ, ମାନେ ଫ୍ରେଶ୍ ହେଇଗଲି। ଚଣ୍ଡିଖୋଲରୁ ଆସିଲି, ଫ୍ରେଶ୍ ହେଇଗଲି। ନିଶା ଲାଗିଛି, କେମିତି ପଢ଼ିବି। ଆସିଲି, ପଢ଼ିଛି, ଖେଳେଇ ଦେଇଛି ତ ଗୋଟେ ପୃଷ୍ଠା। ସେଇଦିନଠୁ ଭଲ ହେବା ଆରମ୍ଭ ହେଇଗଲା ମୋର। କହିଛି କେତେଥର, କ'ଣ ଲେଖା ଅଛି ସେ ପ୍ରଥମ ପୁସ୍ତକର ପ୍ରଥମ ଷ୍ଟାଞ୍ଜାରେ, ପ୍ରଥମ ପେଜ, ପ୍ରଥମ ଷ୍ଟାଞ୍ଜା, ପ୍ରଥମ ଅଧ୍ୟାୟ ଦେଖିବେ, ମୁକ୍ତ ହେଇଯିବ। ମୋ ଜ୍ଞାନ ସେଇଠୁ ଫିଟିଲା। ମୁଁ ଜାଣିଲି କ'ଣ ଅଛି। ସବୁ ଜଡ଼ ଚେତନ, ଜଡ଼ ଚେତନ। ତାପରେ ଦେଖିଲି ବହିଟା ସାରା ଜଡ଼ ଚେତନ ପାର୍ଥକ୍ୟ। ଚେତନ ସବୁକିଛି କରିପାରିବ, ଆତ୍ମା ସବୁକିଛି କରିପାରିବ। ବହି ଆଣିଲି, ପଢ଼ିଲି, କାହା ପାଇଁ? ସତ୍ସଙ୍ଗ ପାଇଁ। ଯଦି ସତ୍ସଙ୍ଗ ନ ଯାଇଥାନ୍ତି ତାହେଲେ ଏ ଉପଲବ୍ଧି ହେଇନଥାନ୍ତା ମୋ ଭିତରେ। ସେଇ ସତ୍ସଙ୍ଗରୁ ମିଳିଥିଲା ଏଇଟା ମୋତେ, ମୁକ୍ତ ହେବାର ଜ୍ଞାନ। ଗୋଟେ ବିରାଟ ଉପଲବ୍ଧି ଆଣି ଦେଇଥିଲା ସେଇ ସତ୍ସଙ୍ଗ ମୋତେ। ତାପରେ ମଝିରେ ପୁଣି ଦେହ ଖରାପ ହେଲା, କୌଣସି କାରଣବଶତଃ, କହିହେବନି ସେ କଥା ସବୁ। ପୁଣି ଗୋଟେ ସତ୍ସଙ୍ଗ ଆଟେଣ୍ଡ କଲି ଯାଇକି। ପୁଣି ବାଟ ମିଳିଗଲା, ପୁଣି ବାଟ ମିଳିଗଲା ଆମକୁ। ତେଣୁ ମୁଁ କାହିଁ କହୁଛି, ନିଜର ଅଭିଜ୍ଞତାରୁ। ତାପରେ ତ ଆମେ ସତ୍ସଙ୍ଗମୟ ହେଇଗଲୁ, ସବୁ ବ୍ରାଞ୍ଚ କଲୁ। 10ଟା ବ୍ରାଞ୍ଚ ମୁଁ କରିଥିଲି, 11ଟା ବ୍ରାଞ୍ଚ ପ୍ରାୟ ହେବ। ସବୁ ମାସରେ ଆମେ ଯାଉ। ରବିବାରଟା ଆମର ସତ୍ସଙ୍ଗ ଥାଏ ଶକୁନ୍ତଳାପୁରେ, ଆଉ ଅନ୍ୟ ଦିନେ ସବୁ ଯାଉ। ସେ ଗୋଟେ ଉପଲବ୍ଧି ଆସିଲା, ସବୁ ସତ୍ସଙ୍ଗ କଲୁ। ଆମେ ଗୋଟେ ଜାଗାକୁ ଯାଉଛୁ ସତ୍ସଙ୍ଗରେ, ଗୋଟେ ସାଲେପୁର ସାଇଡ୍। ମୋଟରସାଇକେଲ ନେଇକି ଯାଏ, ଗୁରୁମା ପଛରେ ବସନ୍ତି। 30 କିଲୋମିଟର ବାଟ। ମଝିରେ ଗୋଟେ 3 କିଲୋମିଟର ରାସ୍ତାଟା ଅଦଳ ଖଦଡ଼ ଥିଲା।
ମାନେ ଚିପ୍ସ ଗୁରା ପଡ଼ିଥିଲା। ମୋଟରସାଇକେଲ ନେବାକୁ ବହୁତ ମାନେ ଠିକ୍ ଲାଗୁନଥିଲା, ଭାରି ଅକଳିଆ ଲାଗୁଥିଲା। ଦି ସାଇଡ଼୍କି ପଳେଇ ଆସିବ, ଢିମା ମିମା ଥିବ, ତା ଦେହରେ ମୋଟରସାଇକେଲ ଚଲେଇବ। କାହିଁକି ମୋତେ ବିରକ୍ତ ଲାଗିଲା। ସେ ରାସ୍ତା 25 ବର୍ଷ ହେଇନି ସେମିତି ପଡ଼ିଛି। କିନ୍ତୁ ମୁଁ ଦେଖିଲି ଗୋଟେ ମାସ 2 ମାସ ଭିତରେ ସେଇ 3 କିଲୋମିଟର ରାସ୍ତାଟା ପିଚୁ ହେଇଗଲା। ଯେଉଁଟା 25 ବର୍ଷ ଆଗରୁ ଥିଲା ସେମିତି ପଡ଼ିଥିଲା। ଏଇଟା ଗୋଟେ ଉପଲବ୍ଧି। କାହିଁକିନା ତୁମେ ଯେଉଁଟା ଚାହିଁବ ସେଇଟା ହେଇଯିବ, ରାସ୍ତା ବି ହେଇଯିବ। ଯେଉଁ ରାସ୍ତା 25 ବର୍ଷ ହେଲା ପଡ଼ିଥିଲା ସେ ଗାଁ ଭିତରେ, ସେଇଟା କେହି କରୁନଥିଲେ। ହୁଏତ ଆମର ଦୃଷ୍ଟି ପଡ଼ିଲା, ଆମକୁ ଯିବା ପାଇଁ ଅକଳିଆ ହେଉଥିଲା। ଆମେ ଉପଲବ୍ଧି କରୁଥିଲୁ ଆମେ ଗୋଟେ ସତ୍ସଙ୍ଗ ଯାଉଛୁ, ଅଥଚ ଏ ରାସ୍ତାଟା ଏମିତି କାହିଁ ହେଇଛି, ପ୍ଲେନ୍ ରାସ୍ତା ଦରକାର। ଆମେ ମନେ ମନେ ଭାବୁଥିଲୁ ଏଇଟା ପିଚୁ ହେଇଯାଆନ୍ତା କି, ସୁବିଧା ହେଇଯାଆନ୍ତା କି। ବଡ଼ ଆଶ୍ଚର୍ଯ୍ୟ ଲାଗିଲା, ହେଇଗଲା। ଏଇଟା ବି ସତ୍ସଙ୍ଗର ଅନୁଭୂତି କଥା ମୁଁ କହୁଛି। ଆଉ ଯେତେ ଗୁଡ଼ିଏ ଆମେ ସତ୍ସଙ୍ଗ ଆଟେଣ୍ଡ କରୁ, ସେଥିରେ ଗୋଟେ ନୂଆ ଅନୁଭୂତି ଆମକୁ ଦିଏ। ନୂଆ ଅନୁଭୂତି। ଯେଉଁ 10ଟା ବ୍ରାଞ୍ଚ ଆମେ କରିଥିଲୁ ସବୁ ତ କ୍ଲୋଜ୍ କରିଦେଲୁ। ଏଇଠି ଯେତେବେଳେ ଶକୁନ୍ତଳାପୁର ବ୍ରାଞ୍ଚ ହେଲା, ନିଜସ୍ୱ ଆଶ୍ରମ ହେଇଗଲା, ଘର ହେଇଗଲା, ସେଗୁଡ଼ା ସବୁ ବନ୍ଦ କରିଦେଲୁ। ଆଉ ଯାଇ ହେଲାନି ଏତେ ବାଟ। ଆମେ ଖୋର୍ଦ୍ଧା ବି ଆସିଛୁ, ଖୋର୍ଦ୍ଧା ଗୋଟେ ବ୍ରାଞ୍ଚ କରିଥିଲୁ ଭୁବନେଶ୍ୱର ପରେ। କଟକରେ ଗୋଟେ ବ୍ରାଞ୍ଚ କରିଥିଲୁ। ସବୁ ଦୂର ଦୂର ରାସ୍ତା। ଗୋଟିଏ ସତ୍ସଙ୍ଗ ଗୋଟିଏ ଅନୁଭୂତି ତୁମକୁ ଦେବ, ନୂଆ ଜୀବନ ଦେବ। ନୂଆ ଗୋଟେ ଯେଉଁଠି ଜଟିଳତା ଅଛି ସମାଧାନ କରିଦେବ। ପରୀକ୍ଷା କରି ଦେଖନ୍ତୁ। ମୁଁ ଅନୁଭୂତିର କଥା କହୁଛି ତୁମକୁ ଆଜି। ଗୋଟିଏ ନୂଆ ସତ୍ସଙ୍ଗ ବା ଗୋଟିଏ ସତ୍ସଙ୍ଗ ଆଟେଣ୍ଡ କରିବା ମାନେ ହିଁ ଗୋଟିଏ ଯେଉଁ ପୋଜିସନ୍ ଅଛି ତୁମର ଜୀବନର ଜଟିଳତା, ସେଇଟା ଦୂର ହେଇଯିବ, ନିଶ୍ଚିନ୍ତ ଫିଟିଯିବ ସେ ରାସ୍ତା। ଥରେ ପଇସା ପତ୍ର ନଥିଲା ମୋ ପାଖରେ, ବୁଝିଲେ। ଯେଉଁମାନେ କହୁଛନ୍ତି ପଇସା ନାହିଁ, ମୋ ପାଖରେ ଟଙ୍କା ନାହିଁ କି ଅସୁବିଧା ଅଛି, ସେମାନଙ୍କ ପାଇଁ ଗୋଟିଏ ରାସ୍ତା ହେଉଛି ନିଜ ସଂକଳ୍ପ ଶକ୍ତି। ଯିବାର ନିଜର ସଂକଳ୍ପ ଶକ୍ତି ତୁମକୁ ଖୋଲିଦେବ ରାସ୍ତା। ମୁଁ କେତେଥର ଫେସ୍ କରିଛି, ପଇସା ନଥିବ, ଅନ୍ୟବେଳେ ପଇସା ଥିବ, ସେତେବେଳେ ନଥିବ। ତମେ କ'ଣ କରିବ? ଯିବାକୁ ଯଦି ସଂକଳ୍ପ କରିବ, ପଇସା ଆସି ପହଞ୍ଚିବ ତୁମ ପାଖରେ। ଗୋଟେ ଜାଗାରେ ବସ୍ ଅଛି ଯିବା ପାଇଁ, ରାତିରେ ମୋ ପାଖରେ ପଇସା ଆସି ପହଞ୍ଚିନି, ମହଜୁଦ ନାହିଁ ମୋ ପାଖରେ ପଇସା ଯିବା ପାଇଁ। ମୁଁ କାହାକୁ ମାଗିଛି ଯିବା ପାଇଁ, ପଇସା ଦରକାର, ଦେଲେ ମୁଁ ଯିବି। ହୁଏତ ଅଧଘଣ୍ଟା ଥିବ, 15 ମିନିଟ୍ ଥିବ, ପଇସା ଆସି ପହଞ୍ଚି ମୁଁ ଏବଂ ଯାଇଛି ସେଠିକି। ଦୂର ରାସ୍ତା ପୁଣି। ତେଣୁ ତୁମ ସଂକଳ୍ପ ଶକ୍ତି ପାଖରେ ପଇସାଟା ଆସିବ। ପଇସା ଅଭାବ ହୁଏ ଏଇଥିପାଇଁ ଯେ ତୁମର ପରୀକ୍ଷା ସ୍ୱରୂପ ସେ ଦେଖେ ତୁମେ କେତେ ସଂକଳ୍ପ କରୁଛ ଯିବା ପାଇଁ। ଅଭାବ ହେଲେ ଜଣେ ଯିବନି ନା। ଭାବ ଥିଲେ ତ ଜଣେ ପଳେଇବ ସହଜରେ, ହଁ ମୁଁ ଯିବି। କିନ୍ତୁ ଅଭାବ ଅଛି, ତୁମେ ସଂକଳ୍ପ କରୁଛ ମୋ କତିରେ କିଛି ପଇସା ଆସନ୍ତା, କିଛି ସୁବିଧା ହୁଅନ୍ତା, କିଛି ସାଙ୍ଗ ଆସନ୍ତେ, ମୁଁ କେମିତି ଯାଆନ୍ତି, ଗାଡ଼ିଟି ମିଳନ୍ତା, ସବୁ ମିଳିଯିବ। ତୁମର ଭାବନାରେ ସବୁ ମିଳିଯିବ। ଆମେ ଏମିତି କୌଣସି ସତ୍ସଙ୍ଗ ନାହିଁ ଭାରତବର୍ଷରେ ଆମେ ସେଠି ଆଟେଣ୍ଡ ନ କରିଛୁ 20 ବର୍ଷ ପର୍ଯ୍ୟନ୍ତ। ଦିଲ୍ଲୀ ଯାଇଛୁ, ଗୋରଖପୁର ଯାଇଛୁ, ତାପରେ ଆମର କାଲକାଟା ଯାଇଛୁ, ଭଦ୍ରକରେ ଗୋଟେ ମହାଧିବେଶନ ହେଲା ସେଠିକି ଯାଇଛୁ, ଭୁବନେଶ୍ୱରରେ ହେଇଥିଲା ପ୍ରଥମ ତ କହିଲି ସେଠିକି ଆସିଛୁ, ତାପରେ ଚାଇବାସା ଯାଇଛୁ,
ଚକ୍ରଧରପୁର ଯାଇଛୁ, ଝାଡ଼ଖଣ୍ଡ ଯାଇଛୁ, ଯୋଉଠି ଯୋଉଠି ମହାଧିବେଶନ ସବୁ ହେଇଛି ସବୁ ଆମେ ଯାଇଛୁ। ପ୍ରାୟ ଲଗାତାର 20 ବର୍ଷ ପର୍ଯ୍ୟନ୍ତ ଯାଇଛୁ। ଗୋଟେ ସତ୍ସଙ୍ଗ ଗୋଟେ ନିଶା। ମୁଁ ଏକୁଟିଆ ଯାଏନି, ପୁଣି ଟିମ୍ ନେଇକି ଯାଏ। ଟ୍ରେନ୍ ଟିକେଟ୍ ହେଇଯିବ ମାସକ ଆଗରୁ, ନହେଲେ ମିଳିବନି ନା। ଆମେ ଥରେ ଗୋଟେ ଇଣ୍ଟରେଷ୍ଟିଂ ବିଷୟ କ'ଣ କି, ଆମେ ଥରେ ଯାଇଛୁ ବୋଧେ ଝାଡ଼ଖଣ୍ଡ ଅର୍ଜୁନ ମୁଣ୍ଡା ଆସିଥିଲା ଚିଫ୍ ମିନିଷ୍ଟର ଯିଏ ଇନାଗୁରେସନ୍ କରିବା ପାଇଁ। ତାଙ୍କ ଗୁରୁମା ନିଜେ ଫିତା କାଟିବା ପାଇଁ ମଧ୍ୟ ସହଯୋଗ କରିଥିଲେ। ସେ ଯେଉଁ ଆଶ୍ରମ ହେଲା, ବ୍ରାଞ୍ଚ ହେଲା, ସେ ଝାଡ଼ଖଣ୍ଡ ଯେଉଁ ଯାଇଥିଲୁ, ସେ ଝାଡ଼ଖଣ୍ଡରେ ପାଶୁରି ଗଲି, କ'ଣ କହିବାକୁ ଚାହୁଁଥିଲି ଭୁଲିଗଲି। ସେ ଝାଡ଼ଖଣ୍ଡ ସତ୍ସଙ୍ଗ କଥା କହୁଥିଲା, ହଁ ମନେ ପଡ଼ିଲା ଏବେ। ଯେଉଁଦିନ ଟିକେଟ୍ କରିବାର ଅଛି, ମୁଁ ନିଜେ ଟିକେଟ୍ କରିବାକୁ ଆସିଥିଲି। ସେତେବେଳେ ଅନଲାଇନ୍ ନଥିଲା, ଆମେ ଡାଇରେକ୍ଟ ଟିକେଟ୍ କାଟିବାକୁ ଆସିଥିଲୁ। କେଉଁଠୁ କାଟିଲୁ ନା କଟକ ମୁଁ ଆସିଥିଲି କାଟିବା ପାଇଁ ଟିକେଟ୍। ଯେଉଁ ଟିମ୍ଟି ଆମେ ଯାଇଥିଲୁ, ସେ ଟିମ୍ରେ 11 ଜଣ ଆମେ ଥିଲୁ। 11 ଜଣ ଟିକେଟ୍ କାଟିଥିଲି ମୁଁ। ସବୁ ଲେଖା ହେଇଯାଇଛି AM-PM-ରେ। ଯେଉଁ କାଉଣ୍ଟରରେ ବୁଝିଲି, ସେ AM-PM ଟିକେ ଭୁଲ ହେଇଗଲା। ଟ୍ରେନ୍ଟା ସେଇଠି ଥିଲା, ସେଇ 12:30ରେ ଥିଲା, ରାତି 3ଟା, ରାତି 12:30ରେ ଥିଲା। ତେଣୁ PM ହେଇଯାଉଛି, PMଟା AM ହେଇଯାଉଛି, ତାପରେ ଆଉ ଗୋଟେ ଦିନ ହେଇଯାଉଛି। ଭୁଲରେ ସେଦିନ ଟିକେଟଟା ଭୁଲରେ କଟା ହେଇଗଲା, ମାନେ ତା ପରଦିନକୁ କଟା ହେଇଗଲା, AM-ରେ କଟା ହେଇଗଲା। 12ଟାରେ କଟା ହେଇଗଲା ମାନେ ଡେଟ୍ରେ AM ହେଇଗଲା, ତାମାନେ ତା ପରଦିନକୁ ପଳେଇଲା ରାତି 12ଟାରେ। ଆମେ ଯେତେବେଳେ ସେଇ ଟିକେଟ୍ ନେଇକରି ପହଞ୍ଚୁ କଟକରେ, ଯେଉଁମାନେ ଯିବାର ଥିଲା, ଟିକେଟ୍ ଭୁଲ ଅଛି, ପ୍ରମାଣ ହେଇଗଲା। ଟିକେଟ୍ ଭୁଲ ଅଛି, ଆର ଦିନ ପାଇଁ ଟିକେଟ୍ ଅଛି। ମନରେ ଛାନିଆ ସୃଷ୍ଟି ହେଇଗଲା ଯେ ଏତେ ବଡ଼ ଭୁଲ କେମିତି ହେଲା ଆମ ଦ୍ୱାରା। ପୁଣି କାଉଣ୍ଟରରେ ପଚାରି ଟିକେଟ୍ କରିଦେଲୁ, ସେ କହିଦେଲା, ଆମେ କରିଦେଲୁ। କିନ୍ତୁ ଦେଖନ୍ତୁ କେତେ ମାନେ ସତ୍ସଙ୍ଗର କେତେ ସୁବିଧା ତୁମକୁ ଦେଉଛି। ସେଇଦିନ ଯେଉଁ ଟିକେଟ୍ ଆମେ କରିଥାନ୍ତୁ, ସେଇ ଟ୍ରେନ୍ଟା 15 ଘଣ୍ଟା ଲେଟ୍ ଅଛି, ଗଲା। ଯଦି ସେଇ ଟ୍ରେନ୍ରେ ଆମେ ଟିକେଟ୍ କରିଥାନ୍ତୁ, ତାହେଲେ 15 ଘଣ୍ଟା ପରେ ଯାଇଥାନ୍ତୁ, ମାନେ 1.5 ଦିନ, ମାନେ ଗୋଟେ ଦିନ ଯାଇକି 15 ଘଣ୍ଟାଟା। ଏଇଟା କିଏ କରିଦେଲା ଠିକ୍? ଆମ ଅଜ୍ଞାତ ଶକ୍ତି। ସେଠି ଅଜ୍ଞାତ ଶକ୍ତି କାମ କଲା, ଆମ ଜ୍ଞାତ ଶକ୍ତି ନଷ୍ଟ ହେଲା। କାରଣ ଆମେ ସତ୍ସଙ୍ଗକୁ ଯାଉଛୁ, ଏମାନେ ଭୁଲରେ ନ ଯାଆନ୍ତୁ। ଟ୍ରେନ୍ ଲେଟ୍ ହେବ, କେହି ଜାଣିନାହାନ୍ତି, କିନ୍ତୁ ଅଜ୍ଞାତ ଶକ୍ତି ଜାଣିଛି। ବାସ୍ ଆମକୁ ଗୋଟେ ସୁବିଧା ମିଳିଲା, ଯାଇ ତ କଟକ ନା, ସେ ସଡ଼ନ୍ ଆମେ ଖଡ଼ଗପୁର ଆଡ଼କୁ ଗଲୁ। ଅନ୍ୟ ଟିକେଟ୍, ବିନା ଟିକେଟ୍ରେ, ମାନେ ଟିକେଟ୍ ତ ହେଇନି, ଆମେ ଖଡ଼ଗପୁର ଗଲୁ। ଖଡ଼ଗପୁର ଯେଉଁ ଆମର ଲୋକାଲରେ ଆଡ଼ଜଷ୍ଟ ହେଇକି ପଳେଇଲୁ। ସେଠୁ ଖଡ଼ଗପୁରରେ ଟ୍ରେନ୍ ଟିକେଟ୍ କରିକି ଆମେ ପାଇଲୁ, ସୁବିଧା ମିଳିଗଲା। ମାନେ ଯେଉଁଦିନ ଆଟେଣ୍ଡ କରିବାର ଥିଲା, ହୁଏତ ଯଦି ସେଇ ଟିକେଟ୍ ଆମେ କରିଥାନ୍ତୁ ସେଇ ଟ୍ରେନ୍ରେ, ହୁଏତ ଆଉ 15 ଘଣ୍ଟା ପରେ ଆମେ ଯାଇଥାନ୍ତୁ, ସତ୍ସଙ୍ଗ ନଥାନ୍ତା। ଏଇଟା ଗୋଟେ ସତ୍ସଙ୍ଗର ମହତ୍ଵ। ଏଇଟା ଗୋଟେ ସତ୍ସଙ୍ଗର ମହତ୍ଵ, ବୁଝିଲେ? ମୁଁ ଗୋଟେ ମନେ ପଡ଼ୁଛି, ମାନେ ସତ୍ସଙ୍ଗ ପାଇଁ ତୁମେ ଯଦି ଓରିଏଣ୍ଟେସନ୍ ହବ, ଭବିଷ୍ୟତ ଫ୍ୟୁଚର ଓରିଏଣ୍ଟେସନ୍ ଯେଉଁଟା କୁହାଯାଏ, ତମେ କଳ୍ପନା କରି ନେଇଯିବ ମୁଁ ପହଞ୍ଚିବି ଏଠି। ଡେଷ୍ଟିନେସନ୍ ତୁମେ ସୂକ୍ଷ୍ମରେ ତିଆରି କରିବ, ସିଏ ତୁମକୁ ସୂକ୍ଷ୍ମତା
सूक्ष्म शक्ति बा अज्ञात शक्ति तुमको बाट रखीदेव सफा कर देथ सब बाट तुम असुविधा किसी हेन तुम असुविधा किसी हेन बुझिले कि माने मन पड़ुची जी कहली माने केते देखंतु सत्संगर कल्पना तुम जदि परिकल्पना करिवो सी तुमको सुविधा सृष्टि करिवो तुम जदि हाँ सी गले मु जीवी ये भावना आणंतु तुम्हें कह मु गले सी जीव यहीटा प्लानिंग करंतु सी गले मु जीवी नुहे तुम्हें कह मु गले सी जीव पैसा नहीं ठीक अच्छे जिते प्रकार इच्छा शक्ति अच्छी पैसा आने योजना कर दियो मु सुध आणिकी जाइए जो कहले पैसा पहुँचला अध घंटा पूर्व मु सुध आणिकी पैसा सुध काढ़ जाइए सत्संग अटेंड करने कारण मोर जीवार अच्छी आ तुम्हें फल प्राप्ति हेबन तो किए फल प्राप्ति हे आमर सत्संग करिवार अच्छी व्हाटेवर द बजेट में भी कि जिते पैसा खर्च हो यहाँ आम करवा से संकल्प परिकल्पना है कि आम सत्संग 3 दिन करूँ ना चाउल थिला खायापाई ना मुनि थिले पैसा दवापाई से जीरो रू आरंभ कर जीरो रू जीरो मुनि जीरो बजेट से वर्ष खर्च होता 90,000 पाखापाखि से पैसा आसला पुणी कौड़ चिंता करंतु 90,000 सेते बेले 96 रे ए 2006 रे पुणी 20टा ब्रांच डका है पूरा डिस्ट्रिक्ट लेवल रे हेतिला केमिति हला से चिंता करंतु ना हमर सत्संग ज्ञान थिला करिवारे ना एकाथरे गोटे विराट 3 दिनिया प्रोग्राम करिवार धारणा थिला किछि नथिला किंतु केमती हला निजर परिकल्पना आमे जानिनु 27 28 29 30 गुरुदेव कौन करती ना 27 28 29 30 रे भारत सारा बुलुथिबे से दिन घर को फेरबे गोरखपुर को ताने गोरखपुर को पहुंचवा आसी 28 29 30 आमे अननोन भाव जानिनु से डेट किंतु डेट फिक्स कली मु 28 29 30 अक्टोबर मास जो दिन आम आरंभ कलु ब्रांच आम सत्संग 2006 अक्टोबर 28 29 30 28 दिन ओपनिंग है 29 दिन सत्संग है से दिन सत्संग 2 दिन सत्संग आ 30 दिन आम रखिलु योग शिक्षा बा ब्रांच ओपनिंग है 30 रे आमर घोषणा करागला 29 रे जो महामंत्री आसते आमर गोरखपुर से घोषणा कले एठी गोटे सत्संग निहाती आवश्यक ब्रांच से ब्रजेंद्र मिश्र आसते से अनुभव करके कहले आम तो आगुरी प्रपोजाल देथिलु आम ब्रांच करने कराई से डिक्लेरेशन देकर गले आम से एस्टाब्लीश कलु गोटे ब्रांच आरंभ है शकुंतलापुर केवल भावना करा जायतिला गोटे ब्रांच करिवो आ रिसर्च सेंटर करवा गोटे लक्ष्य थिला मूल मुद्दा थिला रिसर्च सेंटर जोगर रिसर्च सेंटर आउ एजुकेशन ट्रेनिंग टा आम ऐड कलु एजुकेशन ट्रेनिंग टा आम ऐड कलु बहुत 2 वर्ष पर आम ना रखिलु किंतु ये जो परिकल्पना ता पर वर्षटा ता पर वर्ष हाँ मु शोची थरे निदर उठिनी गुरुदेव आसले कहले शोई पड़ मत कहले मुझे शोई पड़ी माने मु तो शुए शोची ना ना उठ मत कहले उठ मुझे कौन अर्जेंट ना तुम पे सत्संग करें कौच मसक आगर मत कह मुझे हाँ सत्संग तो हम यहाँ 2007 कथा मुझे
ମୁଁ କହିଲି ହଁ ସତ୍ସଙ୍ଗ ହବ। ନା ନା ନାଇଁ ଇଏ ସେ ସତ୍ସଙ୍ଗ ହବନି, ଇଏ ଗୋଟେ ବିରାଟ ଧରଣ ସତ୍ସଙ୍ଗ ହବ, ତମେ ଶୋଇପଡ଼ିଲେ ହବନି, ଉଠ। ଯେତେବେଳେ ସେଣ୍ଟ୍ରାଲ ମିନିଷ୍ଟର ଦିଲ୍ଲୀରୁ ମୁଁ ଡାକିଲି ସେଇ ବର୍ଷ, ମୁଁ ସେଇଠି ଅନୁଭବ କଲି ଇଏ କେତେ ବଡ଼ ସତ୍ସଙ୍ଗ ହେଲା। କିନ୍ତୁ ମାସକ ପୂର୍ବରୁ ମୋତେ ଗୁରୁଦେବ ଆସି ସୂଚନା ଦେଇଥିଲେ ଇଏ ସେ ସତ୍ସଙ୍ଗ ନାହିଁ, ଇଏ ଗୋଟେ ବିରାଟ ସତ୍ସଙ୍ଗ ହେବାକୁ ଯାଉଛି। ସେଇ ଅଭାବ ଅନାଟନ, ନା ପଇସା ଅଛି, ନା ମୁନି ଅଛନ୍ତି, ନା ଆୟୋଜନ ଅଛି, କେହି ନାହାନ୍ତି। ମୁଁ ଏକ ସିଏ ଏକ, ଦୁଇ, ଆମେ ମିଶିଲେ ଦୁଇ, ଦୁଇରୁ ଦୁଇ ଆମେ ଚାରି ହେଇଗଲୁ। ମୋର ଗାଡ଼ି ନଥିଲା କି ଫୋନ ନଥିଲା, ନା ପଇସା ଅଛି ନା କଉଡ଼ି ଅଛି, କିଛି ନଥିଲା। ଗାଡ଼ି ନଥିଲେ ସତ୍ସଙ୍ଗ କରିପାରିବ? ମୋର ତ ନଥିଲା, ଗାଡ଼ି ଫାଡ଼ି କିଣି ନଥିଲି ଏତେବେଳେ। ନା ଲାଟିନ୍ ଅଛି, ଲାଟିନ୍ ବି ଘରେ ନଥିଲା। ସେଥିପାଇଁ ଲାଟିନ୍ ଗୋଟେ ବନେଇ ଦିଆଗଲା ସେଇ ବର୍ଷ, ବୁଝିଲେ। ଫୋନ୍ ନଥିଲା, ଗୋଟେ ଲ୍ୟାଣ୍ଡଲାଇନ୍ ଫୋନ୍ ଆଣିଲି, 3434 ଯୋଉଟା ଦେଖୁଛନ୍ତି ଲାଷ୍ଟ ନମ୍ବର, ଗୋଟେ ଲ୍ୟାଣ୍ଡଲାଇନ୍ ଫୋନ୍ ମିଳିଗଲା ମୋତେ ଫ୍ରିରେ। କଟକ କୋଡ଼ରୁ ମିଳିଲା, ଚଣ୍ଡିଖୋଲରୁ ଯାଇକି ଆଣିଲି, ସେ ଫ୍ରିରେ ଦେଉଥିଲେ ଲ୍ୟାଣ୍ଡଲାଇନ୍, ଜିରୋ ବଜେଟ୍ରେ ମିଳିଗଲା। ଦେଖନ୍ତୁ କେତେ ଉପଲବ୍ଧି ହେଲା। ଫୋନ୍ ବି ଟିକେ ନଥିଲା, ସେଥିରେ କେମିତି ସତ୍ସଙ୍ଗ କରିବ କୁହନ୍ତୁ? ବେଲ୍ ବାଜିବ, ରିସିଭର ତାପରେ ରଖିଦେବ, ସିଏ ବି କେତେ ଆନନ୍ଦ ଦେଉଥିଲା। ବର୍ତ୍ତମାନ ଏ ଫୋନ୍ ଆନନ୍ଦ ଦେଉନି, ଏ ଯେଉଁ ମୋବାଇଲ ଫୋନ୍ ଇଏ ବି ଆନନ୍ଦ ଦେଉନି। ସିଏ ଯେତେବେଳେ ଯେତିକି ଆନନ୍ଦ ଦେଉଥିଲା, ନୂଆ ନୂଆ ଆସିଥିଲା, ଘରେ ବାଜିବ, କ୍ରିଙ୍ଗ କ୍ରିଙ୍ଗ ହେବ, ତମେ ଯାଇ ଉଠେଇବ, ହ୍ୟାଲୋ, ସେ ସୁନ୍ଦର ଲାଗୁଥିଲା। ସେ ବି ସେଇ ବର୍ଷ ମୋର କେତେ 52,000 ଟଙ୍କା ମୁଁ ଦେଇଛି, ହାତରୁ ଦେଇଛି ସେଇ ବର୍ଷଟା। ସେଣ୍ଟ୍ରାଲ ମିନିଷ୍ଟରକୁ ଡାକିବା, ତାଙ୍କୁ ମାନେ ଖାଦ୍ୟ ଯେ କେତେ ପ୍ରକାର ହେଇଥିଲା କହିହେବନି। ମାନେ ଏପରିକି ବାଇଗଣ ପୋଡ଼ା ବି ହେଇଥିଲା ତା ସହିତ ମିନିଷ୍ଟରକୁ ଦେବା ପାଇଁ। ବହୁତ ସମାଗମ ହେଇଥିଲା, କେତେ ପୋଲିସ ଆସିଥିଲେ, ପ୍ରତି ବର୍ଗ ଫୁଟରେ ଗୋଟେ ପୋଲିସ ଛିଡ଼ା ହେଇଥିଲେ। ଏସବୁ କରାଯାଇଥିଲା। ତୁମେ ଯଦି କଳ୍ପନା କରିବ, ତୁମ କଳ୍ପନାରେ ସବୁ ଅଛି। ଆମ ପାଇଁ ମାଇକରେ ପ୍ରଚାର କରୁଛନ୍ତି, ପୁଣି ରାଜନୀତି ବାଲା ଯାଇକରି, ଯେ ମିନିଷ୍ଟର ଆସିବେ, ତାଙ୍କ ଦଳର ମିନିଷ୍ଟର ଆସିଥିଲେ, ଯେହେତୁ ସେମାନେ ପ୍ରଚାର କରୁଥିଲେ। ସେଣ୍ଟ୍ରାଲ ମିନିଷ୍ଟର କଂଗ୍ରେସ ଥିଲା, କଂଗ୍ରେସ ପାଇଁ ତାଙ୍କ ML ସିଏ ଲାଗିକି ପ୍ରଚାର କରୁଥିଲେ। ଆମ ଗାଁରେ ଯେତେବେଳେ ପ୍ରଚାର ହେଲା ମାଇକି, ଶିବମୁନିଙ୍କ ଜନ୍ମ ଉତ୍ସବରେ ଅମକ ମିନିଷ୍ଟର ଆସି ଉପସ୍ଥିତ ହେବେ, ମୋତେ ଟିକେ ଉତ୍ସାହ ଲାଗିଲା। କହିଲି ଦେଖନ୍ତୁ, ଆମେ ସତ୍ସଙ୍ଗ କରୁଛୁ, କିନ୍ତୁ ମିନିଷ୍ଟର ଆସିବ, ତାଙ୍କ ଦଳୀୟ ଲୋକ ପ୍ରଚାର କରୁଛନ୍ତି ଗାଡ଼ିରେ ମାଇକ୍ ଲଗେଇକି। କେତେ ଯେ ମାଇକ୍ଟା ବୁଲିଥିବ ଚାରିଆଡ଼େ, ତ ଅସମ୍ଭବ। ମୁଁ ଗୋଟିଏ ଥରେ ଫୋନ୍ କଲି, ସେ ନୂଆ ଫୋନ୍ରେ, ମୁଁ କହିଲି ମିନିଷ୍ଟର ଆସିବ, ଟିକେ ମରମ ପଡ଼ିପାରିଲାନି। MLକୁ କହିଲି, ML ଥୋଇଦେଲା ଫୋନ୍, ମୁଁ ଭାବିଲି ବୋଧେ କ'ଣ ଭାବିକି ଥୋଇଦେଲା। ସାଙ୍ଗେ ସାଙ୍ଗେ ଫୋନ୍ ଲଗେଇଛି ତାଙ୍କର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, କାଲି ସକାଳେ ମରମ ପଡ଼ିବ କି ନାହିଁ ସେ ରାସ୍ତାରେ। କାହିଁକିନା ବାବା କହିଛନ୍ତି, ମହାରାଜ କହିଛନ୍ତି, ସେ କହିଦେଇଛି, ମହାରାଜ କହିଛନ୍ତି ମରମ ପଡ଼ିଲାନି ଆଜି ଯାଙ୍କେ। ଗାଳି ଖାଇଲା ଯେତେବେଳେ, ତାପରେ ବଡ଼ ବଡ଼ ଟ୍ରକ୍ ସବୁ ପଳେଇ ଆସିଲା। ତା ପରଦିନ ସକାଳ ହାତୀ ଭଳିଆ ଟ୍ରକ୍ ଆସୁଛି, 8ଟା 9ଟା ଟ୍ରକ୍, ସବୁ ମରମ ଗଦା କରିଦେଇଗଲେ, ଗୋଟେ ଗୋଟେ ଫୁଟ ଉଞ୍ଚରେ, 3 କିଲୋମିଟର ରାସ୍ତା NHରୁ ଆମ ଗାଁ ପର୍ଯ୍ୟନ୍ତ। ପୁଣି କୁଆଡ଼େ କୁଆଡ଼େ ବିସ୍ତାରିତ ହେଇଗଲା ସେ ମହରମ ସବୁ ରାସ୍ତାରେ। ଯେଉଁଠି ନ ପଡ଼ିବା କଥା ପଡ଼ିଛି। ଯେଉଁଠି ଆମେ ଇନାଗୁରେସନ୍ କରିବୁ ଭୂମି ଦେଲି, ସେଠି ବି ପଡ଼ିଗଲା, ମାନେ ଫଳକ ପାଖରେ ଖାଲଟା ଥିଲା, ସେଇଠି ବି 2 ଟ୍ରକ୍ ପଡ଼ିଗଲା ମହରମ। ମାନେ ଅଭିନବ କଳ୍ପନା, ଅଭିନବ ସତ୍ସଙ୍ଗର ମାନେ ଦେଖନ୍ତୁ ତାର ଉତ୍ସ। କେବଳ ତୁମର କଳ୍ପନା, ଆଉ କିଛି ନାହିଁ।
हजार हजार लोक आसी खाती गाँ सारा लोक आसी खाती एसएचजी ग्रुप 20 पाखापाखि एसएचजी ग्रुप आसी स्त्री लोक मैंने खाती किंतु उत्साह था आम आसी खाई जातु काले पलैबे गोटे बाटर आम दी जन घेरिक रही था गाँ लोक काले खराब भावे आमको डाकिले आम जगिकी था गेट पाखे आउ गोटा बाटर पूरे देवे स्कूल भीतर को खाई जाओ एंटायर गाँ पिला छुआ स्त्री लोग समस्ते खाती आसिक 3 दिन जाक नो डेलीगेशन तेणु सत्संग गोटे एत मूल्यवान जिनस तुम परिकल्पना कर तुम्हें अटेंड कल केते कथा आयोजन कल तो आहरी केते केवल अटेंड दरकार उपस्थित दरकार तुम जोटी सत्संग हो तुम चलो देखी था जदि ए वर्ष सत्संग होता शकुंतला केमी हुए केमी बन दि जाए आम नाहू बोली से सत्संग करने को मन भितर शंका सृष्टि हो आम एटी अच्छु ना से सत्संग कर 1.5 मास आगुरी जी लगिक एत प्रयत्न करे एटी बसले हो केते रिस्क अच्छी ना माने हरड़ डालटी किणा आम जाकि किणु निजे गुरुमा निजे जाकि भल क्वालिटी जिनस किना जाए नन पॉलिश हो एकदम प्योर जिनस सब किणिक आण मारवाड़ी अनेक बही आमको सौदा दवा नहीं जाओ केते नब आमको पर पैसा दब खांटी गुआ घी सबू माने मसला उच्च श्रेणी मसला बिना पियाज रसुण रोषे हुए फ्रेश परिवा मध्य बारवाटी आण बारवाटी जो अच्छी चंडीखोल द्वारका पाखे से राति 4टार परिवा अणा जाए गोटे गाड़ी रे नहीं आण काठ गोटे गोटे ट्रिप दे दिखते से कौटे आसे मु भी कल्पना कर पारे एत आयोजन हो पुणी तुम कल्पना सब हो जाऊँ ना गोटे ट्रिप काठ मिल आमको वर्ष सारा जाड़ सत्संग बड़ी फूल गोटे ट्रक रे आनी जन देदेला मत विचित्र लगे प्रथम वर्ष गोटे ट्रक फूल फूल पड़े आसला कल्पना करंतु ए भावना रे केते शक्ति अच्छी पुणी देखिए से वीडियो जो छाड़े प्रथम वर्ष वीडियो देखिए से स्टेज सारा भर्ती फूल माने गोटे हार रे 16टा रिंग है गोटे हार तातल को जो माने गुंथा जाए 16टा रिंग रे लगी थाकटा गोटे हार 16टा हार लगी गोटे छोट 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 होके जाए ऊपर गोटे ट्रक पा प्रथम वर्ष कथा कहूँ आते स्वादिष्ट जिनस बर्चणा पुलिस स्टेशन को मुझे लॉ एंड ऑर्डर दरखास्त देली जे एठी आम मेंटेन करेंगे सी डीएसपी होकर गला प्रफुल्ल महांती से 3 दिन जाक आमको अलाउ करदेला जीप सहित पुलिस स्टेशन पुलिस कनेस्टेबल लेडीज आउ पूरा प्लाटून आमको देदेला 3 दिन 7 जन पुलिस जाई खटिले आउ रिले करथांती जो नाली बथी गाड़ी रे बसिक रिले करथांती हाँ वाकी टकी कहते देखते एमती एटी सत्संग चली सुंदर जगह आम शुणुचु पुलिस रिपोर्ट दौर के आईएससी रिपोर्ट दौर एसपी की ये जो इन्स्पेक्टर देलानी जाजपुर रे हुए काली पूजा को पुलिस स्टाफ जानते मना करदेला कहला नाई मो एरिया रे मो पाखे हो सत्संग जिला स्तरीय मु तुमको कहीं देवी स्टाफ स्ट्रेट एसपी की मना करदेला आम माने केते सुंदर परिवेश भितर आम कर अनुभव करते आज से पूरा रिकल कर से आनंद को मु माने ताको एक्सप्रेस कर आ बड़ विचित्र हूँ कौन आ प्रथम गोटे पेटी रे पेटी सेव आणिक पुलिस वाला दे गले थाना कदली सेव गोटे पेटी पूरा मुनि माने खाते आमर जड़े रिलेटिव हे छेना व्यवसाय कर कालकाटा छेना आणिक मंगुड़ी रे दौन तालचेर जाऊँगी सी पूरा 5 केजी छेना आणिक देगले मुनि माने खाइबे
शुद्ध छेना पूरा से मिलगला एगुरा सब मिलगला सब वर्ष आसे सी मुझे मोर बंधु दरकार नहीं मोर व्यवहार दरकार नहीं मोर व्यवहार हूँ तुम सत्संग आस मत कि सहयोग कर जिते बंधु बांधव सब अच्छा सब से सत्संग आसती एवं जी जहाँ दवा कथा दिखती सहयोग करती आ से व्यक्ति प्रथम एडमिशन नहीं मो पाखे जो पुलिस पैसा पत्र सहयोग कर थाना तरफ सहयोग कर सी लिखिदे गला थाना रे जे एमान को प्रति वर्ष लॉ एंड ऑर्डर पाई थाना बा पुलिस सपोर्ट करियो जाई डीएसपी गला लिखिदे जाई थाना आउ कौन से इन्स्पेक्टर ना किए न आम फंक्शन को सब आसछन स्टाफ सहित पेट्रोलिंग करिए रात्रि कुआडे बुलुथिबा आसी देखिकी जिवे राति सारा पुलिस जगी थिबे मुनि माने सोईथिबे जो शीत काकर कोड़ी पड़िथिबो पालर सब माने गळुथिबो वर्षा काकर पड़िकरी भिजी भिजी पड़ुथिबो पुलिस घुमाउथिबो आमे 3टा बेला उठला पुलिस घुमाउछन आज्ञा को आज्ञा आमे अच्छु आपनर किछ होबनी जगी जनिबा कि सुंदर परिवेश सबु मुनि से आश्रम रुहती टेंट बंधा जाए सब प्रणव करते राति 3टार उठ प्रणव ध्वनि रे पूरा से एरिया प्रकंपित होथिबो आ प्रति सेंटीमीटर रे प्रति इंची रे गोटे प्रसाद पड़िथिबो खाद्यर प्रसाद खाइथिबो इठा पड़िथिबो से माटी जे नैछि से पवित्र जी से माटी नहीं से पवित्र भुवनेश्वर वाला जाइछन केते से माटी नहीं आसी चौरा करछन से पुलिस थरे मु एठी आसी भुवनेश्वर आसिकरी ताढ़ी नहीं गले से माटी से बिलर काई नौछ ना ना एठी भल माटीटा आमे नहीं करी गछ लगेबू ये सब अनुभूति कथा से स्कूल आम अरेंज करूँ आम स्कूलटा आ गए नुआ गाँ स्कूल अच्छे हाई स्कूलटा से नि जाए 2टा हाई स्कूल आउ भी पहाड़ ऊपर अच्छे से रूम नि जाए पंचायत ऑफिस पाखे अच्छी सेठी भी नि जाए आउ गाँव में केते गुड़े भाकान्स रूम जार अच्छे काले किए फैमिली किए आसो से नि जाए एमती अनेक अरेंजमेंट कराए ता सत्वे भी 10-12टा रूम बन दिखाई आश्रम रही कहार किसी कौन सी दिन असुविधा है नहीं आ प्रत्येक दिन सब बेले राति 11टा होती आम बुली बुली सब रूम देखी जाए स्कूल ठू आरंभ कर 2 जन किए खाइला किए न खाइला किए शोला किए पाल ना कार गदी ना कार मशाबती ना समस्त घर दे देके आसू पुणी जीवा पर्यंत फोन लगे बुझुथि तुम्हें ठीक से पहुँचल कि नहीं सारा ओडिशा जो लोक आसते समस्त फोन कर बुझुथे तुम्हें ठीक से पहुँचल कि नहीं से बहुत आदर स्नेह आम स्वागत करूँ से 10 वर्ष भितर बहुत अनुभूति अच्छी सत्संग बहुत आमको मिली जोटा कि कल्पना करें आउ जे आज जो सत्संग उपरे आम आलोचना कली किछि अनुभूति समस्त आज अनुभूति होइथिबो सत्संगर महत्व कौन तुम परिकल्पना कौन माने जे पक्षी उड़े जेते दूर तुम्हें जी भावना कर से पर्यंत तुम उड़ी पार जो छोट सत्संग आयोजन कर छोट सत्संग मिल जदि विराट कल्पना कर गोटे बड़ आश्रम करी तुम भी हो पार असंभव किसी नहीं तो तुम्हें निज घर को गोटे आश्रम बन दियो से भी हो समय लिमिटेशन थिला आम तो लेट आरंभ कले तेबे एठी आम सत्संग को सांग करिबा कार मतामत जदि कि पूरी पाई बा ए सत्संग पाई रखुछन कहंतु
ତେବେ ସମୟ ତ ଆମେ 2ଟା ଭିତରେ ସମାପ୍ତ କରିବା। ଆଉ 7-8 ମିନିଟ୍ ଭିତରେ 6 ମିନିଟ୍ ରହିଲାଣି ବୋଧେ। ଆଉ କିଏ କହିବେ ଯଦି କୁହନ୍ତୁ, ସର୍ଟରେ କୁହନ୍ତୁ, 1 ମିନିଟ୍ରେ କୁହନ୍ତୁ ଯିଏ କହିବେ। ହଁ ଜୟ ଜୟ। ହଁ ଜୟ ଜୟ। ହଁ ହଁ ସର୍ଟରେ କୁହନ୍ତୁ। ଆପଣଙ୍କର ସୁମଧୁର ବାଣୀ ଅତ୍ୟନ୍ତ ମର୍ମସ୍ପର୍ଶୀ। ଆଜି ସତ୍ସଙ୍ଗର ମହିମା, ସ୍ଥାନ ଆଉ ସୁଭାବନା, ମନର ଭାବନା, ସଂକଳ୍ପର ବଳ, ଏମିତି ଅନେକ କଥା ତ ଆପଣ କହିଲେଣି। ଆପଣଙ୍କର ଅନୁଭୂତିରୁ ଅନେକ କଥା କହୁଛନ୍ତି, ଯାହା ବି କହୁଛନ୍ତି ସ୍ୱଳ୍ପ ସମୟ ଭିତରେ ବହୁ ମର୍ମସ୍ପର୍ଶୀ ହେଇଛି। ତେଣୁ ଆପଣ ଯୋଉ ତତ୍ଵଗୁରୁ, ଏ ତତ୍ଵଗୁରୁର ଠିକଣାଟା ମିଳେ ସେ ବ୍ରହ୍ମ ହାତରେ। ଆପଣଙ୍କର ଯେତେ ଗୁଡ଼ିଏ କଥା ଆମେ ଶୁଣୁଛୁ, ଆମେ ମୁନିମତି ଭାଇ ଭଉଣୀ ମାନେ ବହୁତ, ଆମେ ପୁରା ସନ୍ତୁଷ୍ଟ। ଧନ୍ୟବାଦ। ତୁମର ଆବିଳତା ଏବଂ ଉତ୍କଣ୍ଠା ଏକ ଭାବବିହ୍ୱଳ ସ୍ଥିତିରେ ପହଞ୍ଚାଇ ଦେଇଛି, ସେଥିପାଇଁ ଧନ୍ୟବାଦ। ଆଉ ଧନ୍ୟବାଦ। ଏଇଠି ସତ୍ସଙ୍ଗ ଆମେ ସମାପ୍ତ କରିବା। ଆଉ ସମୟ ନାହିଁ, 2ଟା ବାଜିଲାଣି। ଏଇଠି ସମାପ୍ତ ଆମେ ରଖିବା, ସମୟ ନାହିଁ ଆଉ। ଆଉ ସମସ୍ତଙ୍କୁ ପୁରୀ ଯିବା ପାଇଁ ସ୍ୱାଗତ କରାହେଉଛି। ପୁରୀ ଯିବା ପାଇଁ ସେଠି ସମସ୍ତେ ଉପସ୍ଥିତ ହେଲେ ଆଉ ସବୁ ସାକ୍ଷାତରେ କଥାବାର୍ତ୍ତା ହେବା। ହଉ, ଜୟ ଜୟ ଗୁରୁଜୀ। ଜୟ ଜୟ।